ଷଷ୍ଠ ସପ୍ତମ ଅଷ୍ଟମ ନବମ ଦଶମ ଶ୍ରେଣୀ CBSE ଆଉ BSEର ସଂସ୍କୃତ ପୁସ୍ତକମାନଙ୍କର ଆମେ ବିଷୟ ଗୁଡ଼ିକର ଓଡ଼ିଆ ଅର୍ଥ ସହିତ ପ୍ରଶ୍ନ ଗୁଡ଼ିକର ଓଡ଼ିଆ ଅର୍ଥ ଏବଂ ପ୍ରଶ୍ନର ଉତ୍ତର ଆଲୋଚନା କରୁଛୁ। ଏହି କ୍ରମରେ ଆମେ ଆଜି CBSEର ଦ୍ୱିତୀୟ ଅଧ୍ୟାୟକୁ ଯିବା। ଦ୍ୱିତୀୟ ଅଧ୍ୟାୟର ନାମ ହେଉଛି ପାଥେୟମ୍। ଆମେ ସେ ବିଷୟ ପଢ଼ିବା, ଭଲ ଭାବରେ ଶୁଣିବା ଏବଂ ବୁଝିବାକୁ ଚେଷ୍ଟା କରିବା, ବୁଝିବା ହେଲା। ପାଥେୟମ୍ ଦ୍ୱିତୀୟ ପାଠ ଯିବା। ସୋତ୍ସାହାନାମ୍ ନାସ୍ତ୍ୟ ସାଧ୍ୟମ୍ ନରାଣାମ୍ ମାର୍ଗାରବ୍ଧାଃ ସର୍ବଯତ୍ନାଃ ଫଳନ୍ତି। ଏହାର ଅର୍ଥ କ'ଣ? ସଯୁକ୍ତ ଉତ୍ସାହାନାମ୍ ନାସ୍ତି ଯୁକ୍ତ ଅସାଧ୍ୟମ୍ ନରାଣାମ୍ ମାର୍ଗ ଆରବ୍ଧାଃ ସର୍ବଯତ୍ନାଃ ଫଳନ୍ତି। ତାର ଅର୍ଥ ହେଉଛି ଯାହା ପାଖରେ ଉତ୍ସାହ ଅଛି, ଆଗ୍ରହ ଅଛି, ସେଠି ନାସ୍ତି ଅସାଧ୍ୟମ୍ ନରାଣାମ୍, ଲୋକମାନଙ୍କର କିଛି ଅସାଧ୍ୟ ନଥାଏ, ସବୁ କାର୍ଯ୍ୟ ସେମାନେ ସାଧନ କରିପାରନ୍ତି। ମାର୍ଗାରବ୍ଧାଃ ମାର୍ଗର ଆରମ୍ଭ ସମୟରେ, ରାସ୍ତାର ଆରମ୍ଭରେ, ସର୍ବଯତ୍ନାଃ ଫଳନ୍ତି, ସବୁ ଯତ୍ନ ଯିଏ ଯତ୍ନ କରେ ନିଶ୍ଚିତ ଭାବରେ ରତ୍ନ ମିଳେ ବା ତାହା ଫଳ ଲାଭ କରିଥାଏ। ବିବେକଃ ବଦତି, ବିବେକ କହୁଛି ଅଇ ବିଶାଳ, ହେ ବିଶାଳ, ନମସ୍ତେ, ନମଃ ଯୁକ୍ତ ତେ, ତୁମକୁ ନମସ୍କାର, ଆଗଚ୍ଛ, ଉପବିଶ, ଆସ, ବସ, ବିଶାଳ ବଦତି ନମସ୍ତେ, ନମସ୍ତେ, ତୁମକୁ ନମସ୍କାର। ବିବେକ, ବିବେକ, ହେ ବିବେକ, ଉପବିଶାମି ପରନ୍ତୁ ତ୍ୱଂ ତୁ କୁତ୍ରାପି ଗନ୍ତୁମ୍ ଉଦ୍ୟତ ଇବ ପ୍ରତୀୟସେ, ବସୁଛି କିନ୍ତୁ, ପରମ ଯୁକ୍ତ ତୁ, ତୁମେ କିନ୍ତୁ, କୁତ୍ର ଯୁକ୍ତ ଅପି କୁଆଡ଼େ ଯିବା ପାଇଁ, ଗନ୍ତୁମ୍ ଗମ୍ ଯୁକ୍ତ ତୁମୁନ୍, ଉଦ୍ୟତଃ ଚେଷ୍ଟା, ଇବ ପ୍ରତୀୟସେ ଚେଷ୍ଟା କଲା ଭଳି ଜଣାପଡ଼ୁଛ, ତମେ କୁଆଡ଼େ ଯିବାର ଚେଷ୍ଟା